ସେଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି। ସେମିତି କିଛି ମୋ ପାଖରେ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମୋତେ ଟଙ୍କା ସେମିତି ମାଗିଲେ ଆୱାର୍ଡ଼ ପାଇଁ। ମୁଁ ତାଙ୍କ ନାଁ ନେବିନି। ସେଇଟା ସତ, ସେଇଟା ମିଛ ନୁହେଁ, ସତ ସେଥିପାଇଁ ପୋଷ୍ଟ କରିଥିଲି। କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର, ଆପଣମାନେ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସିଆଲ କଥା ଚାଲିଯିବ, ସେଥିପାଇଁ ମୁଁ ସେଟା ଡିଲିଟ୍ କରିଦେଇଥିଲି। ଯେହେତୁ ଯାତ୍ରାରେ ମୋର 3 ବର୍ଷର କ୍ୟାରିୟର, 3 ବର୍ଷ କମ୍ପ୍ଲିଟ୍ ବି ହେଇନି, ଚାଲିଛି। ତ ମୋତେ ବହୁତ ଖୁସି ଲାଗୁଛି। ଆଉ ଯେଉଁମାନେ ମୋତେ ଭଲ ପାଇବା ଦେଇଛନ୍ତି, ଆଶୀର୍ବାଦ, ମୋ ବାପା ମା ଭଗବାନ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ହୁଏତ ତାଙ୍କମାନଙ୍କ ଭଲ ପାଇବା ଆଶୀର୍ବାଦ ନଥିଲେ ମୁଁ ଆଜି ଏଇଠି ନଥାନ୍ତି। ତ ତାଙ୍କୁ ବହୁତ ବହୁତ ଧନ୍ୟବାଦ। ଗ୍ରାଣ୍ଡ ମହଲର ମେଲୋଡିରେ ଆପଣଙ୍କର ଜଲବା ବହୁତ ପ୍ରକାର ଦେଖିବାକୁ ମିଳେ। ନମସ୍ତେ ଗୀତ ଗାଆନ୍ତି, କେତେ ପେସେନ୍ସ ନେଇକି ଆପଣ ଗାଆନ୍ତି ଗୀତ? ପେସେନ୍ସ ତ ସେମିତି ବହୁତ ନବାକୁ ପଡ଼ିବ, କାରଣ ଆମେ ସବୁବେଳେ ଚାହିଁବୁ କଳାକାରମାନେ ଦର୍ଶକମାନଙ୍କୁ ଭଲ ଲାଗିବା ଦରକାର। ତ ସେଇ ଟାଇପ୍ର ଆମକୁ ପରଫର୍ମାନ୍ସ କରିବା ପାଇଁ ପଡ଼େ। ସେମିତି ମ୍ୟାଡ଼ାମ୍, ଗୋଟେ ପୋଷ୍ଟ ମୁଁ ଦେଖିଥିଲି ଆପଣଙ୍କର 2-3 ଦିନ ତଳେ କରିଥିଲେ, ଯୋଉମାନେ ଆୱାର୍ଡ ଦେବା ପାଇଁ ଡାକନ୍ତି ପଇସା ମାଗନ୍ତି ଆପଣ। ଏଇଟା ମୋତେ ପଚାରନ୍ତୁନି, କଣ୍ଟ୍ରୋଭର୍ସି ଆଡ଼କୁ ମୁଁ ଚାଲିଯିବି। କାହିଁକିନା ପୋଷ୍ଟ ଆପଣ କରିଥିଲେ ଫେସବୁକରେ, ସୋସିଆଲ ମିଡିଆରେ, କଣ ତା ସତ୍ୟତା କଣ? ସେଇଟା ସତ୍ୟତା ଅଛି ବୋଲି ମୁଁ ପୋଷ୍ଟ କରିଥିଲି। ସେମିତି କିଛି ମୋ ପାଖରେ ସଫିସିଏଣ୍ଟ ସେମିତି ପ୍ରୁଫ୍ ବି ଅଛି ଯେ ମୋତେ ଟଙ୍କା ସେମିତି ମାଗିଲେ ଆୱାର୍ଡ଼ ପାଇଁ। ମୁଁ ତାଙ୍କ ନାଁ ନେବିନି। ସେଇଟା ସତ, ସେଇଟା ମିଛ ନୁହେଁ, ସତ ସେଥିପାଇଁ ପୋଷ୍ଟ କରିଥିଲି। କିନ୍ତୁ ଯେହେତୁ ମୁଁ ଗୋଟେ କଳାକାର, ଆପଣମାନେ ଜାଣିଛନ୍ତି ଟିକେ ପାନରୁ ଚୂନ ଖସିଗଲେ କଣ୍ଟ୍ରୋଭର୍ସିଆଲ କଥା ଚାଲିଯିବ, ସେଥିପାଇଁ ମୁଁ ସେଟା ଡିଲିଟ୍ କରିଦେଇଥିଲି। କାହିଁକି ଆପଣ ତାପରେ କଣ ଆନ୍ସର ଦେଇଛନ୍ତି? ଆନ୍ସର ସେମିତି କିଛି ତାଙ୍କ ଆଡ଼ୁ କିଛି କ୍ୱେଶ୍ଚନ୍ ଆସିନଥିଲା, ଯେହେତୁ ତାଙ୍କର ଭୁଲ ଥିଲା। ତ ସେମିତି କିଛି ତାଙ୍କ ଆଡ଼ୁ କିଛି ମୋ ପାଇଁ କିଛି କ୍ୱେଶ୍ଚନ୍ ନଥିଲା। ଯଦି କ୍ୱେଶ୍ଚନ୍ କରିବେ ତ ମୁଁ ପ୍ରମାଣ ସହିତ ତାଙ୍କୁ କହିବି, ଆନ୍ସରଟା ଦେବି।